ଏଇନା ମୁଁ ସଚିବାଳୟରୁ ଆସୁଛି ମନ୍ତ୍ରୀ ଆଜି ଡାକି ସବୁ ଅଫିସର ସେବାୟତ ମାନଙ୍କୁ ମିଟିଂ ନେଉଛନ୍ତି। ମୁଁ ସେଠି ମୋ ପ୍ରସ୍ତାବ ଦେଲି ବିନା ନିମନ୍ତ୍ରଣରେ ମୁଁ ଯାଇଥିଲି ସେ ମିଟିଂ କି ଜଟଣୀ ଅଞ୍ଚଳରେ ଏବଂ ଆମର ରାସ୍ତା ଗୁଡ଼ାକ ଡ୍ୟାମେଜ ହେଇଯାଇଛି। ଆଜି ରାମେଶ୍ୱର ବ୍ରିଜ ଉପରେ ଗୋଟେ କାର ତଳେ ପଡ଼ିକରି ବହୁ ଲୋକ ଇଞ୍ଜର୍ଡ ହେଇଛନ୍ତି। ଭୁବନେଶ୍ୱରରେ ଯାହା ଖାଲ ଡ୍ରେନ ମେଲା ଚାରିଆଡ଼େ ଅସୁବିଧା। ପୃଥ୍ୱୀରାଜ ହରିଚନ୍ଦନ ୱାର୍କସ ମିନିଷ୍ଟରଙ୍କ ପାଖକୁ ଯାଇଥିଲି ଗୋଟେ ଦାବିପତ୍ର ନେଇ ତୁରନ୍ତ ଏହାର ସମାଧାନ କର। ତମେ ଖାଲି ଭିଆଇପି ରୋଡ ଭିଆଇପି ଆସିବେ ସେଠି ପୁଲିସରେ ମୁଁ କହିଲି କେବଳ ଭିଆଇପି ଟ୍ରିଟମେଣ୍ଟରେ ରୁହନି। ଆମେ ନାଗରିକ, ଆମ ଜୀବନ ରକ୍ଷା ଦାୟିତ୍ୱ ତମର। ଆମେ କେମିତି ବଞ୍ଚିବୁ? ରୋଡ ଗୋଟେ ଗୋଟେ ବନ୍ଦ ହେଇଯାଉଛି। ରାଷ୍ଟ୍ରପତି 7 ଦିନ ଆସନ୍ତୁ, ଉପରାଷ୍ଟ୍ରପତି ଆସନ୍ତୁ, ପ୍ରଧାନମନ୍ତ୍ରୀ ସମସ୍ତେ ଆସନ୍ତୁ, ପ୍ରତିଦିନ ପ୍ରଧାନମନ୍ତ୍ରୀ ବି ଆସନ୍ତୁ। 8 ଥର ଆଇଲେଣି, କିଛି ଆପତ୍ତି ନାହିଁ। କିନ୍ତୁ ଭିଆଇପିଙ୍କ ପାଇଁ ମେସିନାରୀଟା ପୁରା ରହିବ। ଆମେ ଜନସାଧାରଣ ଆମେ ମରିବୁ, ତାକୁ ଆମେ ଆଉ ଟଲେଟ୍ କରିବୁନି। ତେଣୁ ଜନସାଧାରଣଙ୍କ କଥା ପୁଲିସ ଆଡମିନିଷ୍ଟ୍ରେସନ ଯୋଗୁଁ ଏବଂ ରାସ୍ତାଘାଟ ମରାମତି କର। ଆମେ କେମିତି ଖୁସିରେ ଯିବୁ ଆସିବୁ। ଦାବିପତ୍ର ଦେବାକୁ ଯାଇଥିଲି, ଗଲାବେଳକୁ ଲିଙ୍ଗରାଜ ଟ୍ରଷ୍ଟ ମିଟିଂ ଚାଲିଛି। ମୁଁ ପଶିଯାଇଛି ଭିତରେ, ମୁଁ ସବୁଠିକି ଯାଏ, ମୋତେ ସବୁ ଛାଡ଼ନ୍ତି। ସେ ମିଟିଂରେ ମୋ ଯିବା କଥା ନୁହଁ, ମୁଁ କିନ୍ତୁ ପଶିଯାଇଛି। ସେ ସେଠୁ କହିଲେ ବସନ୍ତୁ, ମନ୍ତ୍ରୀ କହିଲେ, ଅନ୍ୟମାନେ କହିଲେ ସଜେସନ୍ ଦିଅନ୍ତୁ। ମୁଁ ସଜେସନ୍ ଦେଲି। ମୁଁ କହିଲି ସମସ୍ତଙ୍କୁ ଧନ୍ୟବାଦ। ଏଠି ମେନ୍ ହେଉଛି ଜାଗର ସେବାୟତ ମାନଙ୍କର। ଆଜି ସେବାୟତ ମାନେ ଯଦି ଉଚ୍ଚ କୋଟିର ସ୍ଥାନରେ ପହଞ୍ଚିଛନ୍ତି ଲିଙ୍ଗରାଜଙ୍କ ପାଇଁ, ଜମି ରେଟ୍ ବଢ଼ିଛି, ସବୁ କୋଟିପତି। ଆମେ ଏଠି ଯେତେ ଅଫିସିଆଲ ଅଛୁ ସମସ୍ତଙ୍କୁ ଧନୀ ଏମାନେ। ନୀତି ଠିକ ସମୟରେ କରିବା ଦରକାର। ଯୋଉଦିନ ଯାନି ଯାତ୍ରା ଇଏ ଥିବେ ତାଙ୍କ ଭିତରେ ନୀତି ବନ୍ଦ କରିଦେବେ। 10:30 ଆମେ ଦେଇଛେ, ମହାଦୀପ ଉଠିବ 1:30, 2:30, 3ଟା। ଫରେନରେ ଲୋକ ଅନେକ ବସିଛନ୍ତି, ସୁଇ ଚିପି ଇଲେକ୍ଟ୍ରୋନିକ ମିଡିଆ ରହିବେ, ମହାଦୀପ ଉଠିଲେ ଖାଇବେ। ଲୋକ ଉପାସ ରହୁଛନ୍ତି, ଅଶାନ୍ତିରେ ରହୁଛନ୍ତି। ହେ ସେବାୟତ ଭାଇମାନେ, ଯାହାର ନୀତି ଯେତେବେଳେ ପହଡ଼ ଖୋଲିଲାଠୁ ଦୀପ ଉଠିଲା ପର୍ଯ୍ୟନ୍ତ ଆପଣମାନଙ୍କୁ ଅନୁରୋଧ, ଆପଣମାନେ ନୀତି ଯଦି ଠିକ କରିବେ, ଅନ୍ୟ କାର୍ଯ୍ୟକ୍ରମ ଆମେ ସବୁ କରିଦେଇଛୁ। ଇଲେକ୍ଟ୍ରିକ ବ୍ୟବସ୍ଥା ହେଇଛି, ପିଇବା ପାଣି ବ୍ୟବସ୍ଥା ହେଇଛି, ରାସ୍ତାଘାଟ ବ୍ୟବସ୍ଥା ହେଇଛି, ସବୁ ପ୍ରକାରର ବ୍ୟବସ୍ଥା ହେଇଛି। ଗୋଟାଏ କେବଳ ଯେତେବେଳେ ଏକାମ୍ର ଡେଭଲପମେଣ୍ଟ ହେଲା ଭାଙ୍ଗିଦେଲୁ ଆମେ ଆମ ଭବନ ଇଏ ଆମର ଭଜନ ମଣ୍ଡପ, ଏକାମ୍ର ମଣ୍ଡପ ବର୍ଷକରେ କରିଦେବେ, ଏପର୍ଯ୍ୟନ୍ତ କଲେନି। ଏବଂ ପାଇଖାନା ଗୁଡ଼ାକ ଭାଙ୍ଗି ଦେଇଛନ୍ତି। ଲୋକ ପରିଷ୍କାର କରିବାକୁ ଜାଗା ନାହିଁ, ଝାଡ଼ା ଯିବାକୁ ଜାଗା ନାହିଁ, ପିଇବା ପାଣି ଜାଗା ନାହିଁ। ଯଦି ଜାଗର ଘର କମ୍ପ୍ଲିଟ୍ ହେଇଯାଇଛି, ଖୋଲା ହଉନି, ଜାଗର ପୂର୍ବରୁ ଯଦି କୌଣସି ଉପାୟରେ ତମେ ନ ଖୋଲିବ, ଆମେ ଜବରଦସ୍ତ 14 ତାରିଖ ଦିନ ମାନେ ଜାଗର ଆଗ ଦିନ କବାଟକୁ ଭାଙ୍ଗି ଲୋକଙ୍କୁ ଝାଡ଼ାକୁ ଯିବା ପାଇଁ ପ୍ରବେଶ କରାଇବୁ, ପରିସ୍ରା କରିବାକୁ ପଡ଼ିବୁ। ମହିଳା ଜଣେ ପରିସ୍ରା କୋଉଠି କରିବ? ଏବେ କୋଉଠି କରିବ? ଏବେ ମୋହନ ମାଝୀ କୋଉଠି କରିବ? 2 ବର୍ଷ ହେଇଗଲା ତମେ ଭାଙ୍ଗି ଦେଇଛ। ମହିଳାମାନେ କୋଉଠି ପରିସ୍ରା କରିବେ? ଲିଙ୍ଗରାଜ ସାମ୍ନାରେ, ମନ୍ଦିର ସାମ୍ନାରେ। ମନ୍ଦିର ତିଆରି ହେଇଛି। ଯଦି 13 ତାରିଖ ସୁଦ୍ଧା ଖୋଲା ନଯାଏ, 14 ତାରିଖ ଦିନ ପାଇଖାନା ଭାଙ୍ଗିକି ମହିଳାମାନଙ୍କୁ, ଯୁବକମାନଙ୍କୁ, ଭଉଣୀମାନଙ୍କୁ, ଭାଇମାନଙ୍କୁ ସମସ୍ତଙ୍କୁ ଆଲାଉ କରିବୁ। ଯାହା ଝାଡ଼ା, ଯାହା ଗାଧାଅ, ଯାହା ପରିସ୍ରା ନିଶ୍ଚିନ୍ତ କରିବୁ।